ନମସ୍କାର ନମସ୍କାର ବନ୍ଧୁଗଣ ମଣିଷ ଜୀବନର ସବୁଠୁ ବଡ଼ ସତ୍ୟ ହେଉଛି ମୃତ୍ୟୁ। ଏହା ଅନିବାର୍ଯ୍ୟ, ଅଟଳ ଓ ଅପରିହାର୍ଯ୍ୟ। କିନ୍ତୁ ମୃତ୍ୟୁ ପରେ କ'ଣ ହୁଏ? ଆତ୍ମା କେଉଁଠାକୁ ଯାଏ? ଏବଂ ସବୁଠାରୁ ଆଶ୍ଚର୍ଯ୍ୟଜନକ ପ୍ରଶ୍ନ, ଆତ୍ମା ସର୍ବପ୍ରଥମେ କାହାକୁ ଡାକିଥାଏ? ବାପା, ମା, ସ୍ତ୍ରୀ କିମ୍ବା ସନ୍ତାନ? ଏହି ପ୍ରଶ୍ନ ଶୁଣିଲେ ଆମ ମନରେ ଭୟ, ଆଶ୍ଚର୍ଯ୍ୟ, ଆଗ୍ରହ ଜନ୍ମ ନେଇଥାଏ। ଆଜି ଆମେ ଏହାକୁ ଧର୍ମ, ଶାସ୍ତ୍ର ଓ ଆଧ୍ୟାତ୍ମିକ ଦୃଷ୍ଟିରୁ ବୁଝିବାକୁ ଚେଷ୍ଟା କରିବା। ଆତ୍ମା କ'ଣ? ପ୍ରଥମେ ଆମେ ବୁଝିବା ଆବଶ୍ୟକ ଆତ୍ମା କ'ଣ। ଦର୍ଶକ ବନ୍ଧୁ, ଭିଡ଼ିଓଟି ଶେଷ ପର୍ଯ୍ୟନ୍ତ ନିହାତି ଦେଖନ୍ତୁ। ଆତ୍ମା ହେଉଛି ଶରୀରରୁ ଅଲଗା ଏକ ଶକ୍ତି, ଯାହା ଅଜର, ଅମର ଓ ଅବିନାଶୀ। ଶରୀର ମରିଯାଏ, କିନ୍ତୁ ଆତ୍ମା କେବେ ମରେ ନାହିଁ। ଶରୀର କେବଳ ଏକ ବସ୍ତ୍ର, ଯାହାକୁ ଆତ୍ମା ଛାଡ଼ି ଦେଉଛି। ମୃତ୍ୟୁ ସମୟରେ କ'ଣ ହୁଏ? ମୃତ୍ୟୁ ସମୟରେ ଆତ୍ମା ଶରୀରକୁ ଛାଡ଼ିଯାଏ। ଏହି ସମୟରେ ମନୁଷ୍ୟ ମନରେ ଯାହା ଭାବ ଥାଏ, ସେହି ଭାବ ଆତ୍ମା ସହିତ ଯାଏ। ଯଦି କାହାର ମନରେ ପରିବାର ପ୍ରତି ଅଧିକ ମୋହ ରହିଥାଏ, ସେ ଆତ୍ମା ସେହି ଦିଗକୁ ଆକୃଷ୍ଟ ହୁଏ। ଯଦି କେହି ଭଗବାନଙ୍କୁ ସ୍ମରଣ କରୁଛନ୍ତି, ତାହେଲେ ଆତ୍ମା ଉଚ୍ଚ ଲୋକକୁ ଯାଏ ବୋଲି ବିଶ୍ୱାସ ରହିଛି। ଆତ୍ମା ସର୍ବପ୍ରଥମେ କାହାକୁ ଡାକିଥାଏ? ଏଠାରେ ସଠିକ୍ ଉତ୍ତର ଏକ ଲୋକ ପାଇଁ ଏକରକମ ନୁହେଁ। ଏହା ପୂରାପୂରି ନିର୍ଭର କରେ ମନୁଷ୍ୟର ଜୀବନରେ ସେ କାହା ସହିତ ସବୁଠାରୁ ଅଧିକ ଜଡ଼ିତ ଥିଲେ। ବାପା ମାଆଙ୍କୁ ଡାକିବା କ'ଣ କହୁଛି? ଯଦି ମନୁଷ୍ୟର ଜୀବନରେ ବାପା ମାଆଙ୍କ ପ୍ରତି ଅଧିକ ସ୍ନେହ, ଭକ୍ତି ଓ ନିର୍ଭରତା ଥାଏ, ତେବେ ଆତ୍ମା ସର୍ବପ୍ରଥମେ ସେମାନଙ୍କୁ ସ୍ମରଣ କରେ। ଛୋଟବେଳର ସ୍ମୃତି, ମାଆଙ୍କ ସ୍ନେହ, ବାପାଙ୍କ ସୁରକ୍ଷା, ଏହିସବୁ ଭାବ ଆତ୍ମାକୁ ଆକୃଷ୍ଟ କରେ। ସ୍ତ୍ରୀ କିମ୍ବା ସ୍ୱାମୀକୁ ଡାକିବା, ଯଦି ଜୀବନସାଥୀ ସହିତ ଗଭୀର ପ୍ରେମ ଓ ସମ୍ପର୍କ ରହିଥାଏ, ତେବେ ଆତ୍ମା ସେହି ବ୍ୟକ୍ତିଙ୍କୁ ଡାକିଥାଏ। ସଙ୍ଗେ ରହିବା, ଭଲ ପାଇବା, ଜୀବନର ସଂଘର୍ଷ, ଏହା ଆତ୍ମାକୁ ସେହି ଦିଗକୁ ଆକୃଷ୍ଟ କରେ। ସନ୍ତାନକୁ ଡାକିବା, ଯଦି ମନୁଷ୍ୟର ସବୁଠାରୁ ବଡ଼ ଚିନ୍ତା ହେଉଛି ତାଙ୍କ ସନ୍ତାନ, ତେବେ ଆତ୍ମା ପ୍ରଥମେ ସେମାନଙ୍କୁ ସ୍ମରଣ କରେ। ମୋ ପିଲାମାନେ କେମିତି ରହିବେ, କିଏ ସେମାନଙ୍କୁ ଦେଖିବ, ଏହି ଚିନ୍ତା ଆତ୍ମାକୁ ବାନ୍ଧି ରଖେ। ଅସଲ ସତ୍ୟ କ'ଣ? ଅସଲ ସତ୍ୟ ହେଉଛି ଆତ୍ମା କେହି ନିଜେ ଡାକନ୍ତି ନାହିଁ। ସେ ତାହାର ମୋହ ଓ ସଂସ୍କାର ଅନୁସାରେ ଚାଲିଥାଏ। ଯାହା ପ୍ରତି ଅଧିକ ଆସକ୍ତି, ସେହି ଦିଗକୁ ଆତ୍ମା ଯାଏ। ଯାହା ମନରେ ଅଧିକ ଥାଏ, ଆତ୍ମା ସେଠାକୁ ଧରେ। ଶାସ୍ତ୍ର କ'ଣ କହେ? ଧର୍ମ ଓ ଶାସ୍ତ୍ର ଅନୁସାରେ ମୃତ୍ୟୁ ପରେ ଆତ୍ମା କିଛି ସମୟ ପର୍ଯ୍ୟନ୍ତ ପୃଥିବୀ ନିକଟରେ ରହିଥାଏ। ଏହାକୁ ପ୍ରେତ ଅବସ୍ଥା କୁହାଯାଏ। ଏହି ସମୟରେ ଆତ୍ମା ପରିବାର ପାଖରେ ରହିପାରେ, ତାଙ୍କ ପ୍ରିୟ ଲୋକମାନଙ୍କୁ ଦେଖିପାରେ, କିନ୍ତୁ କଥା ହେବାକୁ ସମର୍ଥ ହୁଏ ନାହିଁ। ଆତ୍ମା କାହିଁକି ଡାକିଥାଏ? ଆତ୍ମା ଡାକିବାର କାରଣ ହେଉଛି ଅପୂର୍ଣ୍ଣ ଇଚ୍ଛା ଓ ମୋହ। ଅପୂର୍ଣ୍ଣ କାମ, ଅଧୁରା ସମ୍ପର୍କ, ଅଧିକ ଭଲ ପାଇବା, ସେହିସବୁ କାରଣରୁ ଆତ୍ମା ଶାନ୍ତି ପାଏ ନାହିଁ। ଆମେ କ'ଣ ଶିଖିବା ଉଚିତ? ଏହି ଚର୍ଚ୍ଚା ଆମକୁ ଏକ ଗଭୀର ଶିକ୍ଷା ଦେଉଛି। ଅତ୍ୟଧିକ ମୋହ ଭଲ ନୁହେଁ। ଜୀବନରେ ସମ୍ପର୍କ ରଖନ୍ତୁ, କିନ୍ତୁ ଆସକ୍ତି କମ୍ ରଖନ୍ତୁ। ଭଗବାନଙ୍କୁ ସ୍ମରଣ କରନ୍ତୁ। ଶେଷ କଥା, ମୃତ୍ୟୁ ପରେ ଆତ୍ମା କାହାକୁ ଡାକିଥାଏ? ଏହାର ଉତ୍ତର ଏକ ନୁହେଁ। ଏହା ମନୁଷ୍ୟର ଜୀବନ, ଭାବନା ଓ ସମ୍ପୂର୍ଣ୍ଣ ଉପରେ ନିର୍ଭର କରେ। କିନ୍ତୁ ଏକ ଶେଷ ସତ୍ୟ ହେଉଛି, ଆତ୍ମା କେବଳ ଭଲ ପାଇବା ଓ ସଂସ୍କାରକୁ ନେଇଯାଏ। ଧନ, ଶରୀର, ସମ୍ପତ୍ତି କିଛି ଯାଏ ନାହିଁ। ତେଣୁ ଆପଣ କାହାକୁ ସର୍ବାଧିକ ଭଲ ପାଉଛନ୍ତି? ମୃତ୍ୟୁ ପରେ ଆପଣଙ୍କର ଆତ୍ମା କାହାକୁ ଡାକିବ? କମେଣ୍ଟରେ ଆପଣଙ୍କ ମତ ଦିଅନ୍ତୁ ଏବଂ ଏମିତି ଆଧ୍ୟାତ୍ମିକ ଭିଡ଼ିଓ ପାଇଁ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ରହିଲି। ଜୟ ଜଗନ୍ନାଥ।